ଆଜ୍ଞା ଭାରତବର୍ଷ ହେଉଛି ଗୋଟେ ଜନମଙ୍ଗଳକାରୀ ରାଷ୍ଟ୍ର। ସମ୍ବିଧାନ ଅନୁସାରେ ଯେଉଁ ଗରିବ ଗୁରୁବା ଲୋକ ଆଇନରେ ଛନ୍ଦି ହେଉଛନ୍ତି, ଅପରାଧିକ ମାମଲାରେ ଛନ୍ଦି ହେଉଛନ୍ତି, ଯେଉଁମାନେ ମକଦ୍ଦମା କରୁଛନ୍ତି ସେମାନଙ୍କୁ ସରକାର ସାହାଯ୍ୟ କରିବେ। ଆଇନ ପରିସର ଭିତରେ ରହିକି ଓକିଲ ଯୋଗାଇ ଦେବେ। ଏଇଟା ହେଉଛି ଏହାର ମୌଳିକ ଭିତ୍ତିଭୂମି। এই কথাକୁ ନେଇକି ଜଷ୍ଟିସ୍ କ୍ରିଷ୍ଣାୟାର ଯେତେବେଳେ ଜଣେ ଗରିବ ଲୋକ ବିଧବା ବୁଢ଼ୀ ଲୋକଟିଏ ମକଦ୍ଦମା କରିକି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଗଲା, ଜଷ୍ଟିସ୍ କ୍ରିଷ୍ଣାୟାରଙ୍କ ବେଞ୍ଚରେ ପଡ଼ିଲା। ଜଷ୍ଟିସ୍ କ୍ରିଷ୍ଣାୟାର ଯେତେବେଳେ ଲ ଅଫ୍ ଲିମିଟେସନ୍ ଆକ୍ଟରେ ସେକ୍ସନ୍ 5 ପିଟିସନକୁ ହିୟରିଂ କଲେ, ସେ କହିଲେ ଯେ ଜଣେ ବୟୋବୃଦ୍ଧ ବିଧବା ସ୍ତ୍ରୀ ଲୋକ ଦକ୍ଷିଣ ଭାରତରୁ ଆସିକି ଦିଲ୍ଲୀରେ କେସ୍ କଣ୍ଟେଷ୍ଟ କରିବା ତା ପକ୍ଷେ ସମ୍ଭବ ନୁହେଁ। ତେଣୁ ସେ ସରକାରଙ୍କୁ ଡାଇରେକ୍ସନ୍ ଦେଲେ, ଡାଇରେକ୍ଟିଭ୍ ପ୍ରିନ୍ସିପଲ୍ ଅଫ୍ ଷ୍ଟେଟ୍ ପଲିସିରେ ସରକାରଙ୍କୁ ସେ ଡାଇରେକ୍ସନ୍ ଦେଲେ ଯେ ଗୋଟେ ଲିଗାଲ୍ ଏଡ୍ କରାଯାଉ, ଯେଉଁ ଲିଗାଲ୍ ଏଡ୍ରେ ସାଧାରଣ ଗରିବ ଗୁରୁବା ଲୋକଟିଏ ଆଇନ ପ୍ରାବଧାନ ଭିତରେ ଓକିଲ ସରକାର ଯୋଗାଇ ଦେବେ ଏବଂ ସେଇଭଳି ଲୋକଙ୍କୁ ବିଧବା ମହିଳା ଯେଉଁମାନେ ଜେଲରେ ରହୁଛନ୍ତି, ଯେଉଁମାନେ ଗରିବ ଖଟିଖିଆ ଲୋକ, ତାଙ୍କ ପାଇଁ ସରକାରୀ ଓକିଲ ଲଢ଼ିବେ। ଏଇଭଳି ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ସେମିତି ଗରିବ ଗୁରୁବା ଲୋକଙ୍କୁ ଆଇନ ସହାୟତା ଯୋଗାଇ ଦେବା ପାଇଁ ସରକାର ସରକାରୀ ଓକିଲ ନିଯୁକ୍ତି ଦେଉଛନ୍ତି। ସେଠି ସେ ଗରିବ ଗୁରୁବା ଲୋକମାନଙ୍କ ପାଇଁ ଲଢ଼ିବାକୁ ଯେଉଁମାନେ ଆଇନ ବିଷୟରେ ବିଶେଷ ଜ୍ଞାନ ଅଛି, ଯେଉଁମାନେ ପ୍ରସିକ୍ୟୁସନ୍ କେସ୍କୁ ଲଢ଼ି ପାରିବେ, ଆଇନଟାକୁ ତର୍ଜମା କରିପାରିବେ, ସେଇଭଳି ଲୋକଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି। ମାତ୍ର ଆଜି ଓଡ଼ିଶା ରାଜ୍ୟ ସରକାର ହୁଅନ୍ତୁ କିମ୍ବା କେନ୍ଦ୍ର ସରକାର ହୁଅନ୍ତୁ, ରାଜନୈତିକ ଭିତ୍ତିକ ତାଙ୍କ ଦଳୀୟ ଯେଉଁମାନେ କର୍ମୀ, ତାଙ୍କ ଦଳ ପାଇଁ ଯେଉଁମାନେ ପ୍ରଚାର କରୁଛନ୍ତି, ସେ ବିଜ୍ଞ ହେଉ କି ଅଜ୍ଞ ହେଉ, ସେଇଭଳି ପିଲାମାନଙ୍କୁ ସେ ସରକାରୀ ଓକିଲ ନିଯୁକ୍ତି ଦେଉଛନ୍ତି, ଯେଉଁଥିପାଇଁ ସରକାରୀ କେସ୍ରେ 100ରୁ 98%, 99% କେସ୍ରେ ମୁଦଲାମାନେ ଏକୁଟିଆ ରହୁଛନ୍ତି। ଏ ବାବଦରେ ସୁପ୍ରିମକୋର୍ଟ ମଧ୍ୟ ଡିସିସନ୍ ଦେଲେ ଯେ ଯେଉଁମାନେ ଅଭିଜ୍ଞ ଓକିଲ କୋର୍ଟମାନଙ୍କରୁ ବିଭିନ୍ନ କୋର୍ଟରେ ଯେଉଁମାନେ ଅଛନ୍ତି ପିଓ, ତାଙ୍କ ପାଖରୁ ଆଡ଼ଭାଇସ୍ ନିଆଯାଉ, ତାଙ୍କ ପାଖରୁ ରେକମେଣ୍ଡେସନ୍ ନିଆଯାଇକି ସରକାରୀ ଓକିଲ ନିଯୁକ୍ତି ଦିଆଯାଉ। ଏ ସମସ୍ତ କଥାକୁ ଖଣ୍ଡନ କରିକି ଦଳୀୟ ଭିତ୍ତିକ ସରକାରୀ ଓକିଲ ନିଯୁକ୍ତି କରାଯାଇଛି। ସେ ଯେଉଁ ନିଯୁକ୍ତି ମିଳିଛି, ସେ ନିଯୁକ୍ତିରେ ମଧ୍ୟ ବହୁ ଅସୁବିଧା ଅଛି, ଆଇନଗତ ଭାବରେ ବହୁ ଅସୁବିଧା ଅଛି। ଯଦି କେହି ଓକିଲ ଚାହୁଁଛନ୍ତି ତାକୁ ହାଇକୋର୍ଟରେ ରିଟ୍ ଫାଇଲ୍ କରିବା ପାଇଁ କରିପାରିବେ। ଏ ତର୍ଜମା ମଧ୍ୟ ହେବ, ନିଯୁକ୍ତି ପ୍ରକ୍ରିୟାରେ କ'ଣ ଭୁଲ ଅଛି, କ'ଣ ଠିକ୍ ଅଛି, ଏକଥା ମଧ୍ୟ ତର୍ଜମା ହେବ ହାଇକୋର୍ଟଙ୍କ ପାଖରେ। ଏ ସମସ୍ତ କଥାକୁ ତର୍ଜମା କରିକି ଅଭିଜ୍ଞ ଓକିଲମାନଙ୍କୁ, ଯଦି ଗରିବ ଖଟିଖିଆ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାରେ ସରକାରଙ୍କର ପ୍ରକୃତ ଉଦ୍ଦେଶ୍ୟ ଅଛି ସାହାଯ୍ୟ କରିବେ, ତାହେଲେ ଯେଉଁମାନେ ଅଭିଜ୍ଞ ଓକିଲ ତାଙ୍କୁ ନିଯୁକ୍ତି ଦେବା ଉଚିତ ଥିଲା। ଆଜି ତାହା କରାଯାଇ ନାହିଁ। ଏଇଟା ହେଉଛି ଅତ୍ୟନ୍ତ ଦୁଃଖଦାୟକ କଥା। ଏବେ ଆମେ ଦେଖୁଥିଲୁ କିଛି ବଜାର ମାନଙ୍କରେ ପ୍ରତିକ୍ରିୟା ସୃଷ୍ଟି ହେଇଛି ଯେ ଔପଦା ବ୍ଲକର ବହୁ ଅଭିଜ୍ଞ ଆପଣଙ୍କ ପରି କୃଷ୍ଣ ନାୟକଙ୍କ ପରି ଏବଂ ବହୁ ଅଭିଜ୍ଞ ଆଡ଼ଭୋକେଟ୍ ଥିଲାବେଳେ ସେମାନଙ୍କୁ ସେସବୁ ସୁଯୋଗ ନ ଦିଆଯାଇ ବାହାର ବ୍ଲକରୁ ଆଣି ନିଯୁକ୍ତି ଦିଆଯାଇଛି। ଏହାଦ୍ୱାରା କ'ଣ ଆପଣଙ୍କର ଚିନ୍ତା କ'ଣ, ଏଥିପାଇଁ ମତାମତ କ'ଣ? ମୋତେ ନିଯୁକ୍ତି ଦିଆଗଲା ନଗଲା, କୃଷ୍ଣଙ୍କୁ ନିଯୁକ୍ତି ଦିଆ ନଗଲା, ସେଇଟା ବଡ଼ କଥା ନୁହଁ। ବଡ଼ କଥାଟା ହେଉଛି ଏଠି ଦଳୀୟ ଭିତ୍ତିକ ଯେଉଁମାନେ ତାଙ୍କ ଦଳରେ ପ୍ରଚାର କରୁଥିଲେ, ତାଙ୍କ ଦଳୀୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ, ସେଇଭଳି ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ଯେଉଁମାନେ ବିଶେଷ କରିକି, ମୁଁ ତ କହିବିନି ଯେହେତୁ ମୁଁ ଜଣେ ଆଡ଼ଭୋକେଟ୍, ସେମାନେ ବିଶେଷ ଆଇନ ଜାଣିନାହାନ୍ତି, ଏକଥା କହିବା ମୋ ପକ୍ଷେ ସମ୍ଭବ ନୁହେଁ, ଠିକ୍ ନୁହେଁ। କିନ୍ତୁ ଏହା ସତ୍ୟ ଯେ ଦଳୀୟ ଭିତ୍ତିକ କାର୍ଯ୍ୟକ୍ରମ ଏଟା ଥିଲା ରାଜ୍ୟ ସରକାରଙ୍କର, ତାଙ୍କ ଦଳୀୟ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। କଥା ଉଠୁଛି ମାନେ ଗୋଟିଏ ପରିବାରର ଏକାଧିକ ଲୋକଙ୍କୁ ଦିଆଯାଇଛି, ଏମିତି କ'ଣ ଉଠୁଛି, ତା କେତେ ଦୂର ସତ ଏବଂ ଏ ବିଷୟରେ ଆପଣ କ'ଣ ଧାରଣା? ମୋ ଜ୍ଞାନରେ ସେ କଥାଟା ନାହିଁ, କିନ୍ତୁ ଯଦି ତାହା ହେଇଥାଏ ସେଇଟା ବି ମଧ୍ୟ ଉଚିତ ନୁହେଁ। ଯେଉଁମାନେ ଅଭିଜ୍ଞ ଲୋକ ତାଙ୍କୁ ନିଯୁକ୍ତି ଦେବାର ଉଚିତ ଅଛି,
କିନ୍ତୁ ଗୋଟିଏ ପରିବାରରୁ ଯଦି 2 ଜଣ 3 ଜଣକୁ ଦିଆଯିବ ଏ କଥାଟା ଠିକ୍ ବୋଲି ମୁଁ ଭାବିପାରୁନି। ଆଉ ଗୋଟେ କଥା ଭାଇ ରହିବ ଆପଣଙ୍କ ପ୍ରଶ୍ନ, ନିଯୁକ୍ତି ପାଇଁ କ'ଣ ନିୟମ ଥାଏ ଆପଣ ଟିକେ ସେ ବିଷୟରେ ଆମକୁ ଧାରଣା ଦେବେ। କମନ୍ ସେନ୍ସ ହେଉଛି ଅଭିଜ୍ଞ ଲୋକଙ୍କୁ ନିଯୁକ୍ତି ଦେବାର ଆବଶ୍ୟକତା। ଅଭିଜ୍ଞ ମାନେ ବର୍ଷେ 2 ବର୍ଷ ଭିତରେ ଜଣେ ଓକିଲ ଅଭିଜ୍ଞ ହୋଇପାରେନି। ଅତ୍ୟନ୍ତ ପକ୍ଷେ ଯେଉଁମାନେ ଡେଲି ପ୍ରଫେସନ୍ ଭିତରେ ଅଛନ୍ତି, ପ୍ରାକ୍ଟିସ୍ ଭିତରେ ଅଛନ୍ତି, ଜୁଡ଼ିସିଆରୀ କୋର୍ଟ ଆଟେଣ୍ଡ କରୁଛନ୍ତି, ରେଭିନ୍ୟୁ କୋର୍ଟ ଆଟେଣ୍ଡ କରୁଛନ୍ତି, ରେଭିନ୍ୟୁ କୋର୍ଟରେ ଯେଉଁମାନଙ୍କୁ ପୋଷ୍ଟିଂ ଦିଆଗଲା ସେମାନଙ୍କ ରେଭିନ୍ୟୁ ଲ ଉପରେ ଜ୍ଞାନ ରହିବା ଦରକାର ଥିଲା। ଜୁଡ଼ିସିଆରୀ କୋର୍ଟରେ ଯେଉଁମାନଙ୍କୁ ନିଯୁକ୍ତି ଦିଆଯାଇଛି, ଯେଉଁମାନେ ଏଜିପି ଜିପି ସିଭିଲ୍ ଜ୍ଞାନ ରେଭିନ୍ୟୁ ନଲେଜ ଏସବୁ ରହିବାର ଆବଶ୍ୟକତା ଥିଲା। ଆଉ ଯେଉଁମାନେ କ୍ରିମିନାଲ କୋର୍ଟରେ ଏପିପି ଏଡିସନାଲ ପିପି ନିଯୁକ୍ତି ପାଇଛନ୍ତି ସେମାନଙ୍କର ଆଇପିସି ସିଆରପିସି ଉପରେ ବିଏନଏସଏସ୍ ଆଉ ବର୍ତ୍ତମାନ ଯେଉଁ ବିଏନଏସ୍ ୟା ଉପରେ ବିଶେଷ ଜ୍ଞାନ ରହିବା ଉଚିତ ଥିଲା। ସେଇଭଳି ଭାବରେ ପରୀକ୍ଷାମୂଳକ ଭାବରେ କିମ୍ବା ଅଭିଜ୍ଞତାକୁ ଆଖି ଆଗକୁ ନିଆଯାଇ ନାହିଁ। ଏ ଯେଉଁମାନଙ୍କୁ ସବୁ ପୋଷ୍ଟିଂ ଦିଆଯାଇଛି।